ଏବେ ଯେତେବେଳେ ଆମର ଏଇଠୁ ଆସିଲା ଏଇଠୁ ଯେ ବାୟୁଟା ସୃଷ୍ଟି କେମିତି ହେଲା ପୁଣି ଯୋଉ କମ୍ପନରୁ ଆକାଶ ଯୋଉ ହେଲା ଆକାଶରୁ ପୁଣି ବାୟୁକୁ ଗଲେ କେମିତି ଆମେ କହିସାରିଲେଣି ବୁଝିପାରିଲୁ। ଆକାଶରୁ ବାୟୁକୁ କେମିତି ଗଲେ ଆମର ବିଜ୍ଞାନରେ କହୁଛି ଯୋଉ ବିଭିନ୍ନ ପ୍ରକାର ଯୋଉ ଫିଲ୍ଡ ଅଛି କଣ ବୁଝିଲି ସେ ଫିଲ୍ଡ ମାନେ ତାକୁ ବୁଝିବା ପାଇଁ ଟିକେ କଷ୍ଟ ହବ ମତେ କାହିଁକି ନା ସେଥିରେ ଗୋଟେ କ୍ୱାର୍କ ସୃଷ୍ଟି ହଉଛି ବୁଝିଲୁ କି। ପ୍ରଥମେ ଯୋଉ ଆମର କ୍ୱାଣ୍ଟମ ଫିଲ୍ଡରେ ସେ ପ୍ରଥମେ ଗୋଟେ କ୍ୱାର୍କ ସୃଷ୍ଟି ହଉଛି। ସେଇ କ୍ୱାର୍କ ଦିହରୁ ପ୍ରୋଟନ ଏବଂ ଇଲେକ୍ଟ୍ରନ ଆଉ ନ୍ୟୁଟ୍ରନ ଜାତ ହଉଛନ୍ତି। ଜାତ ହେଇ ସାରିଲା ପରେ ସେ ହିଗ୍ସ ଫିଲ୍ଡ ମାଧ୍ୟମ ଦେଇକି ହିଗ୍ସ ଫିଲ୍ଡ କଣ ନା ହିଗ୍ସ ଫିଲ୍ଡ ହଉଛି ଆମର ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନକୁ ସଙ୍ଗେ ସଙ୍ଗେ ସେ ଏନର୍ଜିରେ ପରିଣତ କରିଦିଏ। ହିଗ୍ସ ଫିଲ୍ଡରେ ହିଗ୍ସ ଫିଲ୍ଡର କାମ ହେଲା ଏନର୍ଜି ଫିଲ୍ଡ। ଆମର ପଦାର୍ଥ ଗୁଡ଼ିକ ଆମର 2008 ମସିହାରେ ଯେତେବେଳେ 87 କିଲୋମିଟର ସୁଡ଼ଙ୍ଗରେ ଆମେ ମାନେ ପ୍ରମାଣ କରାଗଲା ଯେ ପଦାର୍ଥ ଗୁଡ଼ିକର ଶେଷ ଅବସ୍ଥା କୋଉଠି ସେଇଠି କଣ ହେଲା ନା ଆମର 1995 ମସିହାରେ ବୈଜ୍ଞାନିକ ହିଗ୍ସ ନା ବୈଜ୍ଞାନିକ ବୋସନ କାଲକାଟାର ବଙ୍ଗାଳୀ ସିଏ 1955 ମସିହାରେ ଏଇ ଥିଓରିକି ବାହାର କଲେ କଣ ଯେ ପଦାର୍ଥ ଗୁଡ଼ିକ ଶକ୍ତିରେ ପରିଣତ ହଉଛି କିନ୍ତୁ ଆକୁ ପ୍ରମାଣ ଅଭାବରୁ ବିଜ୍ଞାନ କେବେ ଗ୍ରହଣ କରିପାରିଲା ନାହିଁ। ଏମିତି ଠାଇଁ 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 1983 ମସିହାରେ ବୈଜ୍ଞାନିକ ପିଟର ଇଂଲଣ୍ଡର ବୈଜ୍ଞାନିକ ପିଟର ଆସିକି ଟେବୁଲରେ ହାତ ମାରି କହିଲେ ଏଇଟା ହଉଛି ପ୍ରକୃତ ସତ୍ୟ। ତଥାପି ବିଜ୍ଞାନ ଗ୍ରହଣ କଲା ନାହିଁ। ନକଲା ପରେ 2008 ମସିହାରେ 27 କିଲୋମିଟର ସୁଡ଼ଙ୍ଗ ଦିହରେ ଦିଟା ପଜିଟିଭ ଚାର୍ଜକୁ ଏପଟ ସେପଟରୁ ନେଇକି ତାକୁ ଧକ୍କା କରେଇକିରି ଇଏ ଆଉ ଗୋଟେ ନୂଆ ପାର୍ଟିକଲ ପାଇଲେ ଯୋଉଟା କି ଚାର୍ଜ ବିହୀନ। ସେ ପାର୍ଟିକଲଟି କଣ ନା ସେ ପାର୍ଟିକଲଟି ସେମାନେ କହିଲେ ହିଗ୍ସ ବୋସନ ନାଁ ଦେଲେ କେହି ଗଡ ପାର୍ଟିକଲ କହିଲେ। କିନ୍ତୁ ସେଇ ଗଡ ପାର୍ଟିକଲଟା ବି ଯେମିତି ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନ କେବେ ସ୍ଥିତି ନାହିଁ ସେମାନେ ଏକାକେ ଷ୍ଟାଣ୍ଡ ଷ୍ଟିଲ ବା ସ୍ଥିର ଭାବରେ ରହିପାରିବେନି ଶୂନ୍ୟରେ ଏଇ ଗଡ ପାର୍ଟିକଲଟା ମଧ୍ୟ ଶୂନ୍ୟରେ ସ୍ଥିର ହେଇକି ରହିପାରିବ ନା। ଯଦି ନ ରହିପାରେ ସେମାନେ ଖାଲି ଦେଖିଲେ ଝଲକ ଦେଖିଦେଲେ କିନ୍ତୁ ସେ ସାଙ୍ଗେ ସାଙ୍ଗେ ଉଭେଇ ଗଲା। ଉଭେଇ ଗଲା ହଁ ଭାର୍ଚୁଆଲ ଫୋଟନ ନୁହେଁ ସେଇଟା ହଉଛି ମାନେ ଗଡ ପାର୍ଟିକଲ। ଗଡ ପାର୍ଟିକଲ ଗଡ ପାର୍ଟିକଲଟା ହିଗ୍ସ ଫିଲ୍ଡ ଯୋଉ ପିଟର ହିଗ୍ସ ଆସିଲେ ସିଏ ଗୋଟେ ଫିଲ୍ଡ ସୃଷ୍ଟି କଲେ। ସେଇ ହିଗ୍ସ ଫିଲ୍ଡରେ ଗଡ ପାର୍ଟିକଲ ଏନର୍ଜିରେ ପରିଣତ ହେଇକି ରହିଲା। ତାପରେ ସେ କ୍ୱାଣ୍ଟମ ଫିଲ୍ଡକୁ ପଳେଇଲା ବୁଝିଲେ କି। ସେ ଯୋଉ ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନ ଗୁଡ଼ିକ ସେ ହିଗ୍ସ ଫିଲ୍ଡ ପାଖରେ ସେ ଅନ୍ତର୍ନିହିତ ହେଇକିରି ସେ କଣ କଲେ ନା ବିଦ୍ୟୁତ ବିହୀନ କଣିକା ଯାହାକୁ ଗଡ ପାର୍ଟିକଲରେ ପରିଣତ ହେଇଗଲା। ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନଟା ସେ ହିଗ୍ସ ଫିଲ୍ଡରୁ ଜାତ ହଉଛି। କ୍ୱାର୍କଟା ଏଇ ଯୋଉ କ୍ୱାଣ୍ଟମ ଫିଲ୍ଡରୁ କ୍ୱାର୍କ ସୃଷ୍ଟି ହେଇକି ସେ ସଙ୍ଗେ ସଙ୍ଗେ ହିଗ୍ସ ଫିଲ୍ଡରେ ପରିଣତ ହେଇଯାଉଛି। ହିଗ୍ସ ଫିଲ୍ଡରୁ ଗଡ ପାର୍ଟିକଲ ସୃଷ୍ଟି ହେଇକି ଗଡ ପାର୍ଟିକଲ ତୁରନ୍ତ ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନରେ ପରିଣତ ହେଇଯାଉଛି। ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନଟା ମିଶିକିରି ସେ ଅଣୁ ବା ପରମାଣୁରେ ପରିଣତ ହଉଛି। ଏମିତି ଗୋଟେ ଚକ୍ର ହେଇକି ସେ ଆସୁଛି ପଦାର୍ଥ ଗୁଡ଼ିକ ବିଜ୍ଞାନ ମାନେ କହୁଛନ୍ତି। ତେଣୁ ମୋର ଗୋଟେ କହିବା କଥା ଯେ ସ୍ପନ୍ଦନରୁ ବାଷ୍ପ ଏଇଟା ଅନିବାର୍ଯ୍ୟ ସତ। ସ୍ପନ୍ଦନରୁ ତାପ ନୁହଁ। ତେଣୁ ଯୋଉଟା କି ଦର୍ଶନ ଏବଂ ବିଜ୍ଞାନ ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। କଣ ବୁଝିପାରୁଛ ନା। ଏଇଠି ଆଉ ଗୋଟେ ମତେ ଲାଗୁଛି ଆର ରିଲେସନ ଅଛି ଭର୍ଚୁଆଲ ଫୋଟନ ସହିତ ଯୋଉଟା ଆପଣ କହୁନାହାନ୍ତି କି ଭାର୍ଚୁଆଲ ଫୋଟନ ଯିଏ ସେ ହଉଛି ଗୋଟେ ଶକ୍ତି କଣିକା। ଶକ୍ତି କଣିକା। ଏବେ ଯୋଉ କ୍ୱାଣ୍ଟମ ଫିଲ୍ଡ କୁ କହୁନାହାନ୍ତି ସେ ଇଏ କରୁଛି ମାନେ କ୍ୱାଣ୍ଟମରେ ମାନେ ମୋ ଯେତିକି ପାଠରୁ ଜାଣିଛି କ୍ୱାଣ୍ଟମରେ ଆମର ଫୋଟନ ଟା ଯେତେବେଳେ ଗୋଟେ ଷ୍ଟେଟରୁ ଗୋଟେ ଏନର୍ଜି ଷ୍ଟେଟରୁ ଆଉ ଗୋଟେ ମାନେ ମେଜରଲି ରହୁଛି ଷ୍ଟେଟ ମାନେ ଏନର୍ଜି ଲେଭେଲ ଆଉ ଗୋଟେ ରହୁଛି ଆମର କଣିକା। କଣିକା ଯେତେବେଳେ ଗୋଟେ ଏନର୍ଜି ଲେଭେଲରୁ ଆଉ ଗୋଟେ ଏନର୍ଜି ଲେଭେଲ ରହୁଛି ସେ କୋଉ ଭର୍ସନରେ ରହୁଛି କୋଉ ଫର୍ମରେ ରହୁଛି ଆମେ ସେଇଟାକୁ ଡିଫାଇନ କରୁଛେ। ତାକୁ ବିଭିନ୍ନ ବୈଜ୍ଞାନିକ ବିଭିନ୍ନ ଅର୍ଥ ଦେଇଛନ୍ତି। ତ ଏବେ ଯୋଉ ଏଇଟାକୁ ମୁଁ ଭାବୁଛି ଆମେ ଯଦି ଲିଙ୍କ କରିଦେବା ତା ସହିତ ଦେଖନ୍ତୁ ସାଇଣ୍ଟିଷ୍ଟ ମାନେ ଏହାକୁ ଏହା କହିଛନ୍ତି ବଟ୍ ତାକୁ ଶାସ୍ତ୍ର ହିସାବରେ ଆମେ ଏହାକୁ ଏହା କହିବା ତାକୁ ଯେତେବେଳେ ଆମେ ଏମିତି ଇଏ କରିଦେଲେ ସେଇଟା ଟିକେ ଇଣ୍ଟରେଷ୍ଟିଂ ହବ। ନା ସେଇ ଯୋଉ ଲିଙ୍କ କଥାଟା କହିଲୁ ମୁଁ ସମୁଦାୟ ସବୁ ଗୁଡାକ ମିଶି ଦେଇକି କ୍ୱାଣ୍ଟମ ଫିଲ୍ଡ ହିଗ୍ସ ଫିଲ୍ଡ ଭାର୍ଚୁଆଲ ଫୋଟନ ଏଗୁଡା ସବୁ ମିଶି ଦେଇକି ମୁଁ ତାକୁ ଗୋଟିଏ କଥା କହିଲି ଏଇଟା ହଉଛି ସ୍ପନ୍ଦନ ଭାଇବ୍ରେଟନ ସାଉଣ୍ଡ ଏନର୍ଜି ବୋଲିକି ମୁଁ କହିଦେଲି।
ସାଉଣ୍ଡଟା ଆଜ୍ଞା ଗୋଟେ ଆଜ୍ଞା ଏନର୍ଜି ନା, ତେଣୁ ମୁଁ ଏଗୁଡାକୁ ସବୁ ମିଶେଇ ଦେଇକି ମୁଁ ଗୋଟେ ସାଉଣ୍ଡ ଏନର୍ଜି କହିଦେଲି। ଏନର୍ଜି ଫିଲ୍ଡ ଯେତିକି ତାକୁ ଭାଇବ୍ରେଟିଂ ହଉଛି ତ, ତେଣୁ ମୁଁ ଆଉ ହଁ ସବୁ ଗୁଡାକ ଏତେ ଆମର ଆଲୋଚନାର ପରିସରଭୁକ୍ତ ନାହିଁ, ତେଣୁ ମୁଁ ଆଜ୍ଞା ସେଗୁଡାକ ସବୁ ମାନେ କହିଦେଲି କଣ ନା ଭାଇବ୍ରେଟିଂ ଫିଲ୍ଡ। ଆଜ୍ଞା ସେଇ ଭାଇବ୍ରେଟିଂ ଫିଲ୍ଡର ନାଁ ହଉଛି ଆକାଶ, ଯାହାକୁ ଆମର କହିଛନ୍ତି ଦାର୍ଶନିକ ମାନେ। ଆଜ୍ଞା ସମୁଦ୍ର ମିଶେଇ ଦେଇକି ସିଏ କହିଦେଲେ, ସିଏ ଏତେ ତର୍ଜମା କରିନାହାନ୍ତି ଆଉ କଣ ଅଛି। ସେଇ ଯୋଉ ଆଜ୍ଞା ଆକାଶ କହିଲେ, ଆକାଶରୁ ବାୟୁ, ଅର୍ଥାତ୍ ଏଇ ଯୋଉ ଭାଇବ୍ରେଟିଂ ଫିଲ୍ଡ ଗୁଡାକ ରହିଲା, ଯୋଉ ମାଧ୍ୟମ ଦେଇକି ହିଟ୍ ଫିଲ୍ଡ ମାଧ୍ୟମ ଦେଇକି ଆମର ଗଡ୍ ପାର୍ଟିକଲ ମାଧ୍ୟମ ଦେଇକି ଯୋଉ ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନ ହେଇସାରିକିରି ଆମର ଯୋଉ ମଲିକୁଲ ହେଲା, ତେଣୁ ଆମେ ଏଥିରୁ ପ୍ରମାଣ ପାଇଲେ ଯେ ନିଶ୍ଚିନ୍ତ ଆକାଶରୁ ବାୟୁ ସୃଷ୍ଟି, ଏଇଟା ଧ୍ରୁବ ସତ୍ୟ। ଆଜ୍ଞା ଆଚ୍ଛା, ବାୟୁ ପରେ ଯେତେବେଳେ ବାୟୁ କଣିକା ସୃଷ୍ଟି ହୁଏ, ପରସ୍ପର ଭିତରେ ଫ୍ରିକ୍ସନ ହୁଏ। ଆଜ୍ଞା ଯେତେବେଳେ ଫ୍ରିକ୍ସନ ହୁଏ, ସଙ୍ଗେ ସଙ୍ଗେ ହିଟ୍ ଜାତ ହୁଏ। ହିଟ୍ ଏନର୍ଜି ଆଚ୍ଛା, ହିଟ୍ ଯେତେବେଳେ ହେଇଯାଏ, ଗୋଟେ ଗ୍ୟାସ ଭିତରେ ହିଟ୍ ଯେତେବେଳେ ପରିପୂର୍ଣ୍ଣ ହେଇଗଲା, ହିଟ୍ ର ଧର୍ମ ତିନିଟା। ଗୋଟେ ଶୀତଳ ଉଷ୍ଣ ଦହନ। ଆଜ୍ଞା ତେଣୁ ସିଏ ଯେତେବେଳେ ହିଟ୍ ସୃଷ୍ଟି ହେଇଗଲା, ସିଏ ସଙ୍ଗେ ସଙ୍ଗେ କଣ କଲା ନା ସଂକୁଚିତ ହେଲା, ହିଟ୍ ଆଜ୍ଞା କମିବାକୁ ଲାଗିଲା। ଆଜ୍ଞା ହିଟ୍ ଯେତେବେଳେ କମିବାକୁ ଲାଗିଲା, ସିଏ ମଲିକୁଲ ଗୁଡାକୁ କଣ କଲେ ନା, ମଲିକୁଲ ଗୁଡାକ ଯେତେବେଳେ ହିଟ୍ କମିଲା, ମଲିକୁଲ ଗୁଡାକ ଆଟ୍ରାକ୍ଟେଡ ହେଲେ ପରସ୍ପର, ତାଙ୍କର ଆଟ୍ରାକ୍ସନ ଶକ୍ତି ବଢିଲା। ଆଟ୍ରାକ୍ସନ ବଢି 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 ଯେତେବେଳେ ପରସ୍ପର ସଂଯୁକ୍ତ ହେଇଗଲେ, ସେତେବେଳେ ଗୋଟେ ଚେନ ସୃଷ୍ଟି ହେଇଗଲା ପରସ୍ପର ଭିତରେ, ତାକୁ କୁହାଯାଏ କଣ ନା ଜଳ ବା ଲିକ୍ୱିଡ। ଲିକ୍ୱିଡ ଗୁଡାକ ପୁଣି ଯେତେବେଳେ ଶୀତଳ ହେଲେ, ସେତେବେଳେ ଲିକ୍ୱିଡ ଜଳ ଯେମିତି ଶୀତଳ ହେଲେ ବରଫ ହୁଏ, ଲିକ୍ୱିଡ ଗୁଡାକ ଶୀତଳ ହେଇକି ସଙ୍ଗେ ସଙ୍ଗେ ସିଏ ହେଇଗଲେ କଣ ନା ସଲିଡ ହେଇଗଲେ। ଆମର ଆଜ୍ଞା ଦେଖ ନିହାରିକା କହୁଛି କଣ, ନିହାରିକା କହୁଛି ଏ ସୂର୍ଯ୍ୟ ଦିନେ ସେ ଗ୍ୟାସୀୟ ପିଣ୍ଡ ଥିଲା। ଆଜ୍ଞା ଗ୍ୟାସୀୟ ପିଣ୍ଡ ଥିଲା, ସେ ଗ୍ୟାସ ଟା ଧୀରେ ଧୀରେ ତା ପାଖରେ ଆଉ ଗୋଟେ ନିହାରିକା ତାରା ଆସି ପହଞ୍ଚିଲା। ପହଞ୍ଚିଲା ପରେ ସେ ଗ୍ୟାସ ଗୁଡାକ ଖଣ୍ଡ ଖଣ୍ଡ ବିଚ୍ଛିନ୍ନ ହେଇଗଲେ। ଯେତେବେଳେ ଗ୍ୟାସ ଗୁଡାକ ବିଚ୍ଛିନ୍ନ ହେଲେ, ସୂର୍ଯ୍ୟର ଯୋଉ ହାଇଡ୍ରୋଜେନ ଆଉ ହିଲିୟମ ମିଶିକି ଯୋଉ ତାପ ଶକ୍ତି ସୃଷ୍ଟି ହଉଛି, ସେଇ ତାପ ଶକ୍ତି ଗୁଡିକ ଏଇ ଯୋଉ ଖଣ୍ଡ ଖଣ୍ଡ ହେଇକି ରହିଲେ, ତା ଦେହରେ ଆଉ ତାପ ଶକ୍ତି ରହିଲା ନାହିଁ। ଯଦି ନ ଆଜ୍ଞା ରହିଲା, ସେଗୁଡା ସବୁ ଶୀତଳ ହେଇଗଲେ। ଯେତେବେଳେ ଶୀତଳ ଆଜ୍ଞା ହେଇଗଲେ, ତେଣୁ ସେଗୁଡାକ କଠିନ ହେଇଗଲେ, କଠିନ ହେଇକି ଗ୍ରହ ଉପଗ୍ରହ ବସ୍ତୁରେ ପରିଣତ ହେଇକି ସୂର୍ଯ୍ୟ ଚାରିପିଟି ଘୁରି ବୁଲିଲେ। ଆଜ୍ଞା ତେଣୁ ଏଇଠୁ କଣ ହେଲା ନା, ସୂର୍ଯ୍ୟ ଯେହେତୁ ଗ୍ୟାସୀୟ ପିଣ୍ଡ, ଆମର ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ପ୍ରକାର ନକ୍ଷତ୍ର ଅଛି, ସମସ୍ତେ ହଉଛନ୍ତି ଗ୍ୟାସୀୟ ପିଣ୍ଡ। ଆଜ୍ଞା ସମସ୍ତେ ଆଲୋକ ପ୍ରଦାନ ଦଉଛନ୍ତି। ଏଥିରୁ କଣ ପ୍ରମାଣ ହଉଛି ଯେ ନାଇଁ, ଏଇ ଯୋଉ ଆମର ଇଲେକ୍ଟ୍ରନ ପ୍ରୋଟନ ଗୁଡାକ ମିଶି ସାରିକି ଯୋଉ ପଦାର୍ଥ ସୃଷ୍ଟି ହେଲେ, ଗ୍ୟାସ ସୃଷ୍ଟି ହେଲେ, ସେ ଗ୍ୟାସ ଗୁଡିକ ଆମର ସୌର ଜଗତରେ କିମ୍ବା ସୌର ଲାଇଟ୍ ଜଗତର ଏନର୍ଜି ବାହାରେ ହଁ ଗ୍ରହ ନକ୍ଷତ୍ର ଦେଖେ। ସେଇ ଗ୍ୟାସିୟସ ପିଣ୍ଡ ଗୁଡିକ ଯେତେବେଳେ ତାଙ୍କଠୁ ତାପ ଶକ୍ତି ଦୂରେଇ ଯାଏ, ତାଙ୍କୁ ଯୋଉ ଆଜ୍ଞା ତାପ ଦଉଛନ୍ତି, ଅହରହ ତାପ ଦଉଛନ୍ତି ନା, ତାପ ଆଜ୍ଞା ଶକ୍ତି ଗୁଡାକ ଯେତେବେଳେ ସେଥିରୁ ଦୂରେଇ ଯାଏ, ବା ସେଥିରୁ କୌଣସି କାରଣବଶତଃ ସେମାନେ ତାପ ବିହୀନ ହୁଅନ୍ତି, ସେତେବେଳେ କଣ ନା ତାପ ଶକ୍ତି ଶୀତଳ ହେଇ ସେ ସବୁ ଗୋଟେ ଗୋଟେ କଠିନ ପଦାର୍ଥରେ ପରିଣତ ହୁଅନ୍ତି। ଆଜ୍ଞା ସୂର୍ଯ୍ୟରେ ଯେପର୍ଯ୍ୟନ୍ତ ତାପ ଶକ୍ତି ରହିଛି, ସୂର୍ଯ୍ୟ କେବେ କଠିନ ହେଇପାରିବ ନା। ଆଜ୍ଞା ହାଇଡ୍ରୋଜେନ ଯେତେବେଳେ ହିଲିୟମରେ ପରିଣତ ପ୍ରଚଣ୍ଡ ଉତ୍ତାପ ସୃଷ୍ଟି ହଉଛି, ସେ ପର୍ଯ୍ୟନ୍ତ ସେଇ ଗ୍ୟାସ ପିଣ୍ଡ ହିସାବରେ ରହିବ। କିନ୍ତୁ ଆଜ୍ଞା ସେଠୁ ଯଦି ହାଇଡ୍ରୋଜେନ ଏବଂ ହିଲିୟମ ଯଦି ବନ୍ଦ ହେଇଯାଏ, ସିଏ ଆମରି ଗ୍ରହ ନକ୍ଷତ୍ର ଭଳିଆ ଗୋଟେ ପଦାର୍ଥ ହେଇଯିବ ତାପ ସୃଷ୍ଟି ହେଇକି। ଆଜ୍ଞା ସେତେବେଳେ ଆଜ୍ଞା ସେତେବେଳେ ସୌର ଜଗତଟା ଯୋଉ ଆଲୋକ, ଜଡ ଆଲୋକରେ ସୌର ଜଗତ ଆଲୋକିତ ହଉଛି, ସେଟା ଅନ୍ଧାର ହେଇଯିବ। ଆଜ୍ଞା ସେଟା ଯେତେବେଳେ ଅନ୍ଧାର ହେଇଯିବ, କଣ ହବ ସେଟା ପର କଥା ଆମେ ବୁଝିବା। ଆଜ୍ଞା ତେଣୁ ଗୋଟିଏ କଥା ହଉଛି, ଏତିକି ମନେ ରଖ ଯେ ଏଇ ଯୋଉ ଭୂତ ମାନେ ହଉଛି ପଦାର୍ଥ। ଆଜ୍ଞା ଭୌତିକ ପଦାର୍ଥ, ଭୌତିକ ମାନେ ଜଡ, ଜଡ ପଦାର୍ଥ କିଏ ସେ? ଏଇ କ୍ୱାଣ୍ଟମ ଫିଲ୍ଡ, ହିଗ୍ସ ଫିଲ୍ଡ, ଭାର୍ଚୁଆଲ ଫିଲ୍ଡ, ଯେତେ ଫିଲ୍ଡ ରହିଲେ ଆମ ବିଶ୍ୱବ୍ରହ୍ମାଣ୍ଡ, ଏଗୁଡାକ ସବୁ ହଉଛି ଭୌତିକ କ୍ଷେତ୍ର, ଆଜ୍ଞା ଅର୍ଥାତ୍ ଜଡ କ୍ଷେତ୍ର। ଏଇ ଆଜ୍ଞା ଭୌତିକ କ୍ଷେତ୍ରରୁ ଭୌତିକ ଶକ୍ତି ଯିଏକି ସ୍ପନ୍ଦନ ଶକ୍ତି ଜାତ ହୁଏ, ଆକାଶ ମଧ୍ୟ ଗୋଟିଏ ଭୌତିକ ପଦାର୍ଥ। ଆଜ୍ଞା ମୋର ଗୋଟେ ଧାରଣା ଥିଲା, ମାନେ ଆକାଶଟା କେମିତି ଭୌତିକ ହେଲା? ନାଇଁ, ଆକାଶ ମଧ୍ୟ ଗୋଟେ ଭୌତିକ ପଦାର୍ଥ। ତେଣୁ ଆକାଶ ଭୌତିକ ପଦାର୍ଥ ହେଲା, ତା ଦେହରୁ ବାୟୁ ସୃଷ୍ଟି ହେଲା ଭୌତିକ ପଦାର୍ଥ, ତେଜ ଭୌତିକ, ଆଉ ଆମର ଜଳ ଏବଂ ପୃଥିବୀ ସିଏ ମଧ୍ୟ ଭୌତିକ। ଆଉ ଗୋଟେ କଥା, ଆମର ଶାସ୍ତ୍ରରେ ଭାଗବତରେ ଅଛି ଗୋଟେ ଭଲ କଥା, ଶୁଣୁ ଯେ ଆକାଶର ମାତ୍ର ଗୋଟିଏ ଧର୍ମ, ଗୋଟିଏ ଗୁଣ, କଣ ଆଜ୍ଞା ନା ଶବ୍ଦ। ଆକାଶର ଗୋଟିଏ ପ୍ରକୃତି ହଉଛି ଶବ୍ଦ। ଆଜ୍ଞା କିନ୍ତୁ ଗ୍ୟାସର ଦିଟା ପ୍ରକୃତି ରହିଛି, କଣ? ଶବ୍ଦ ଆଉ ସ୍ପର୍ଶ। ଆଜ୍ଞା ଆଉ ଦିଟା ରହିଲା କାର? ବାୟୁର, ଗ୍ୟାସର।
ଆଚ୍ଛା ଆଜ୍ଞା ତେଜର ହେଲା ତିନିଟା ପ୍ରକୃତି କ'ଣ ଶବ୍ଦ ଅଛି କମ୍ପନ ଅଛି ଶବ୍ଦ ଆଜ୍ଞା ଅଛି ସ୍ପର୍ଶ ଅଛି ସେ ଆମେ ସ୍ପର୍ଶ ଆମେ ହଁ ଜାଣିପାରୁଛନ୍ତି ଗରମ ହଁ ଗରମ ଆଉ ରୂପ ମଧ୍ୟ ଅଛି ଆଜ୍ଞା ଶବ୍ଦ ତାନେ ଆକାଶର ଗୋଟିଏ ପ୍ରକୃତି ବାୟୁର ଦିଟା ପ୍ରକୃତି ଆଉ ତେଜର ତିନିଟା ଧର୍ମ ତିନିଟା ହେଲା ଆଜ୍ଞା କିନ୍ତୁ ଜଳର ଚାରିଟା ଧର୍ମ କ'ଣ ଶବ୍ଦ ଅଛି ସ୍ପର୍ଶ ଅଛି ରୂପ ଅଛି ରସ ଅଛି ଆଜ୍ଞା ଆଚ୍ଛା ଆଜ୍ଞା କଠିନର ପାଞ୍ଚଟା ଧର୍ମ କିଏ ଯେ ନା ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଆଉ ଗୋଟେ ଧର୍ମ ହଉଛି ଗନ୍ଧ ଆଜ୍ଞା ତେଣୁ ଦେଖ ଆମର ଯୋଉ ଅଛନ୍ତି ଦାର୍ଶନିକ ମାନେ କି ସୁନ୍ଦର ହିସାବରେ ଭାଗବତର ଲେଖା ହେଇଛି ଆକାଶର ଗୋଟିଏ ଗୁଣ ଶବ୍ଦ ବାୟୁର ଦିଟା ଗୁଣ ଶବ୍ଦ ସ୍ପର୍ଶ ତେଜର ତିନିଟା ଗୁଣ ଶବ୍ଦ ସ୍ପର୍ଶ ରୂପ ଜଳର ଚାରିଟା ଗୁଣ ଶବ୍ଦ ସ୍ପର୍ଶ ରୂପ ରସ ପୃଥିବୀର ପାଞ୍ଚଟା ଗୁଣ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଆଜ୍ଞା ତେଣୁ ପ୍ରକୃତି ଯେଉଁ ଯେଉଁ ବଢି ବଢି ଯାଉଛି ସେମାନଙ୍କର ସ୍ଥୂଳତା ତାହୁଁ ତାହୁଁ ବଢି ବଢି ଆସୁଛି ଆଜ୍ଞା କଣ ବୁଝିପାରିଲେ ଏଇ ଯୋଉ ପାଞ୍ଚଟା ପଞ୍ଚ ଶକ୍ତି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏହାକୁ ଆମ ଭାଗବତରେ କୁହନ୍ତି ପଞ୍ଚ ବିଷୟ